ଭାରରେ ବୁହା ହେବା ବୃଦ୍ଧାଙ୍କ ସ୍ୱାସ୍ଥ୍ୟକେନ୍ଦ୍ରର ମୃତ୍ୟୁ। ବନ୍ଦୁଗା ବ୍ଲକ ସଦରରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଭାରରେ ବୁହା ହୋଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିବା ଜଣେ ବୃଦ୍ଧାଙ୍କର ଗୋଟିଏ ଦିନ ଚିକିତ୍ସା ପରେ ଆଜି ମୃତ୍ୟୁ ହୋଇଛି। ମୃତକ ହେଲେ 60 ବର୍ଷୀୟ ଲକ୍ଷ୍ମୀଫୁଲ ବଂଶ। ସେ ବନ୍ଦୁଗା ବ୍ଲକ ସଦରଠାରୁ 300 ମିଟର ଦୂରରେ ଥିବା ସିଙ୍ଗିପୁଟ ଗ୍ରାମର ଝଡ଼ିଆ ସାହିର ଏକ କୁଡ଼ିଆରେ ରହୁଥିଲେ। ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ତାଙ୍କ ପାଖକୁ ଯାଇପାରି ନଥିବା କାରଣରୁ 4 ଦିନ ଧରି କୁଡ଼ିଆରେ ଅସୁସ୍ଥ ହୋଇ ପଡ଼ି ରହିଥିଲେ। ଖବର ପାଇ ଗୁମଡ଼ାପୁଟ ଗାଁରେ ରହୁଥିବା ତାଙ୍କ ଝିଅ ଆସି ଆମ୍ବୁଲାନ୍ସର ସାହାଯ୍ୟ ଲୋଡ଼ିବାକୁ ଚାହିଁଥିଲେ, ହେଲେ ରାସ୍ତା ଖରାପ ଦେଖି ସିଏ 2 ଜଣ ଯୁବକକୁ ଡାକି ଏକ ଭାର କରି ସୋମବାର ଦିନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ହେଲେ ଆଜି ତାଙ୍କର ସନ୍ଧ୍ୟାବେଳେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 300 ମିଟର ରାସ୍ତା ପାଇଁ ଆଜି ଜଣେ ବୃଦ୍ଧା ବିଳମ୍ବରେ ଚିକିତ୍ସା ପାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇ ମୃତ୍ୟୁବରଣ କରିଥିବା ବେଳେ ଆଗକୁ ଏହାର ପୁନରାବୃତ୍ତି କରିବା ପୂର୍ବରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ନିହାତି ଜରୁରୀ ହୋଇପଡ଼ିଛି। ଲକ୍ଷ୍ମୀପୁରରୁ ପ୍ରମୋଦ ଜେନାଙ୍କ ସହ ବନ୍ଦୁଗାଁରୁ ମଣ୍ଡଳ ମିନିକାଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ୍ ଓଡ଼ିଶା।